ପିଲାମାନେ ତୁମମାନଙ୍କୁ CST ପାଠଶାଳାକୁ ସ୍ୱାଗତ। ତୁମମାନଙ୍କୁ ଆଜି ପଢ଼ାଯିବ +2 ଫାର୍ଷ୍ଟ ଇୟର ଆର୍ଟ୍ସର ପ୍ରଥମ ବିଷୟ, ଯାହାକି ଇତିହାସର ଅର୍ଥ ଏବଂ ପ୍ରାସଙ୍ଗିକତା। ତୁମକୁ ଅଲରେଡି ଇତିହାସର ଅର୍ଥ ୟା ପୂର୍ବ ଭିଡ଼ିଓରେ ପଢ଼େଇ ଦିଆଯାଇଛି। ଏବେ ତୁମେମାନେ ପଢ଼ିବ ଇତିହାସର ପ୍ରାସଙ୍ଗିକତା। ତ ଇତିହାସର ପ୍ରାସଙ୍ଗିକତା କହିଲେ କ'ଣ ବୁଝ? ନା ଇତିହାସ ପ୍ରାସଙ୍ଗିକତା ଅର୍ଥ ଇତିହାସ ମଣିଷ ଜୀବନରେ କ'ଣ ଆବଶ୍ୟକତା ରହିଛି। ତ ଆମେ ଗୋଟିଏ ପରେ ଗୋଟିଏ ପ୍ରାସଙ୍ଗିକତା ବିଷୟରେ ପଢ଼ିବା। ୟା ସର୍ବପ୍ରଥମଟି ହେଉଛି ମୂଲ୍ୟବୋଧର ପ୍ରବକ୍ତା। ଇତିହାସ ମାନବ ଜୀବନର ନୈତିକ, ସାମାଜିକ, ସାଂସ୍କୃତିକ ମୂଲ୍ୟବୋଧକୁ ଉଜ୍ଜଳ କରେ ଏବଂ ଅତୀତରୁ ପାଠ ଶିଖିବାରେ ସହାୟକ ହୋଇଥାଏ। କହିବାର ଅର୍ଥ ହେଉଛି ଆମେ ଅତୀତ କଥାରୁ ହିଁ ଆମ ଜୀବନର ନୈତିକ, ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉନ୍ନତ କରିଥାଉ। ଦ୍ୱିତୀୟ ପ୍ରାସଙ୍ଗିକତାଟି ହେଉଛି ବର୍ତ୍ତମାନ ସମସ୍ୟାର ସମାଧାନ ପାଇଁ ମାର୍ଗ ନିର୍ଦ୍ଦେଶକ। ଅର୍ଥାତ୍ ଅତୀତର ଘଟଣା ଓ ପଦକ୍ଷେପକୁ ବିଶ୍ଳେଷଣ କରି ବର୍ତ୍ତମାନ ସମସ୍ୟାଗୁଡ଼ିକୁ ବୁଝିବା ଓ ସେଗୁଡ଼ିକ ସମାଧାନ ଖୋଜିବାରେ ସାହାଯ୍ୟ କରିଥାଏ। ଯୁଦ୍ଧ, ସଂଘର୍ଷ, ଭୁଲ ନିଷ୍ପତ୍ତି କାରଣର ଅଧ୍ୟୟନ କରି ଭବିଷ୍ୟତରେ ସେଗୁଡ଼ିକ ଯେପରି ପୁନରାବୃତ୍ତି ନ ଘଟେ ସେଥିରେ ମାର୍ଗ ଦର୍ଶାଇଥାଏ। ଅର୍ଥାତ୍ ଆମେ ଆମର ପୂର୍ବର ଅନୁଭୂତି, ପୂର୍ବର ଘଟଣାର କୁ ମନେ ପକାଇ ଆମେ କ'ଣ କରିଥାଉ ନା ବର୍ତ୍ତମାନର ଯେଉଁ ସମସ୍ୟା ଅଛି ତାକୁ କିପରି ସମାଧାନ କରାଯିବ ସେଥିପାଇଁ ଆମେ ବାଟ ଖୋଜିଥାଉ। ତୃତୀୟ ପ୍ରାସଙ୍ଗିକତାଟି ହେଉଛି ପ୍ରେରଣା ଓ ଇଚ୍ଛା ଶକ୍ତିର ଉତ୍ସ। ତ ଅତୀତର ବୀର ନେତା, ଦାର୍ଶନିକ, ବୈଜ୍ଞାନିକ, ସାଧାରଣ ମାନବ ସଫଳତା, ସଂଘର୍ଷ କାହାଣୀ ପଢ଼ି ବର୍ତ୍ତମାନ ଲୋକ ନିଜ ଜୀବନରେ ଆଗେଇବା ପାଇଁ ପ୍ରେରଣା ପାଇଥାନ୍ତି। ଅର୍ଥାତ୍ ଇତିହାସରୁ ଆମେ କ'ଣ ପାଇଥାଉ ନା ଆମର ପୂର୍ବପୁରୁଷ, ଆମର ଯେଉଁ ଅତୀତର ଯେଉଁ ବୀର ବୈଜ୍ଞାନିକ ମାନଙ୍କର ସଫଳତା କାହାଣୀକୁ ପଢ଼ି ଆମେ ଉତ୍ସାହିତ ହଉ ଏବଂ ଆମେ ପ୍ରେରଣା ପାଇଥାଉ। ଚତୁର୍ଥ ପ୍ରାସଙ୍ଗିକତା ହେଉଛି ବୌଦ୍ଧିକ ସନ୍ତୋଷ ଓ ଜ୍ଞାନର ଭଣ୍ଡାର। ଇଏ ଆମକୁ କ'ଣ କରିଥାଏ ନା ଆତ୍ମସନ୍ତୋଷ ଦେଇଥାଏ। କିପରି ନା ଇତିହାସ ଅଧ୍ୟୟନ, ଜ୍ଞାନ ଚର୍ଚ୍ଚା ବୌଦ୍ଧିକ ଆନନ୍ଦର ଏକ ମୁଖ୍ୟ ଉତ୍ସ। ଏହା ବିଭିନ୍ନ ସଭ୍ୟତା, ସଂସ୍କୃତି, ରାଜନୈତିକ ଘଟଣା, ମାନବୀୟ ଅଭିଜ୍ଞତା ସମ୍ପର୍କରେ ଜ୍ଞାନର ଭଣ୍ଡାର ଖୋଲିଥାଏ। ଅର୍ଥାତ୍ ଆମେ ଇତିହାସ ପାଠ କରି ଆମେ ଆମର ବୌଦ୍ଧିକ ସନ୍ତୋଷ ପାଇବା ସହିତ ଆମେ କ'ଣ କରିଥାଉ ନିଜର ଜ୍ଞାନର ପରିସରକୁ କ'ଣ କରିଥାଉ ନା ବିସ୍ତୃତ କରିଥାଉ। ପଞ୍ଚମ ପ୍ରାସଙ୍ଗିକତା କ'ଣ ନା ପଞ୍ଚମ ପ୍ରାସଙ୍ଗିକତା ହେଉଛି ବୁଦ୍ଧି ଓ ବୁଝାମଣାର ଉନ୍ନତି। ଅତୀତର ଅନୁଭବରୁ ଶିଖି ବର୍ତ୍ତମାନ ସମାଜ ନୂତନ ନୀତି, ବ୍ୟବସ୍ଥା ଓ କାନୁନ ପ୍ରଣୟନ କରିଥାଏ। ଇତିହାସ ଏହି ବୁଦ୍ଧିର ମୂଳ ଚିନ୍ତା ପାଇଁ ପ୍ରେରଣା ଦେଇଥାଏ। ଅର୍ଥାତ୍ ଆମେ ଇତିହାସ ପଢ଼ି ଆମେ କ'ଣ କରିଥାଉ ଯେଉଁ ଅନୁଭବ କରିଥାଉ, ଅତୀତର କଥା ଗୁଡ଼ିକ ଯେଉଁ ବାର୍ତ୍ତା ଗୁଡ଼ିକ ଶିଖିଥାଉ ତାକୁ ନେଇ ଆମେ କ'ଣ କରୁ ନୂତନ ନୀତି ତିଆରି କରୁ, ନିୟମ ତିଆରି କରୁ, ବ୍ୟବସ୍ଥା ତିଆରି କରୁ, ଆଇନ କାନୁନ ମଧ୍ୟ ତିଆରି କରିଥାଉ। ସେପରି ଷଷ୍ଠ ପ୍ରାସଙ୍ଗିକତା ଜାତୀୟତା ଓ ସାମୂହିକ ଚେତନାର ନିର୍ମାଣ। ଦେଶ ପାଇଁ ଲୋକ ଯେଉଁ ତ୍ୟାଗ ସଂଘର୍ଷ କରନ୍ତି ତାହା ଇତିହାସ ଜାଣିବା ଦ୍ୱାରା ଜାତୀୟତାବୋଧ ଓ ପ୍ରେମ ଓ ଦାୟିତ୍ୱ ଦୃଢ଼ ହୁଏ। ଅର୍ଥାତ୍ ଆମ ଭିତରେ ଜାତୀୟତାବାଦ ଚିନ୍ତାଧାରା ମାନ ସୃଷ୍ଟି ହୋଇଥାଏ। ପୂର୍ବରୁ ଯେଉଁ ସଂଗ୍ରାମୀମାନେ ଦେଶ ପାଇଁ ଯେଉଁ ତ୍ୟାଗ କରିଛନ୍ତି, ସଂଘର୍ଷ କରିଛନ୍ତି, ସେଗୁଡ଼ିକ ପଢ଼ି ସାରିଲା ପରେ ଆମ ଭିତରେ ଜାତୀୟତାବାଦ ଅତ୍ୟଧିକ ବଢ଼ି ଯାଇଥାଏ। ସପ୍ତମ ପ୍ରାସଙ୍ଗିକତା ହେଉଛି ସମୃଦ୍ଧି ଓ ପ୍ରଗତିର ପଥ ପ୍ରଦର୍ଶକ। ଇତିହାସରେ ଦେଖାଯାଏ ଏପରି ମାନବ ସମାଜ କ୍ରମାଗତ ଭାବେ ପରିବର୍ତ୍ତିତ ଉନ୍ନତି ହୋଇଯାଇଛି। ଏହି ପରିବର୍ତ୍ତନ ଧାରାକୁ ବୁଝି ଭବିଷ୍ୟତ ପ୍ରଗତିର ପଥ ନିର୍ଣ୍ଣୟ କରିବା ଏକ ସହାୟକ ହୋଇଥାଏ। ଅର୍ଥାତ୍ ଆମେ ଇତିହାସ ପଢ଼ି ଆମେ କ'ଣ କରିଥାଉ ଆମେ କିପରି ସମୃଦ୍ଧ ହେବା, ଆମେ କିପରି ଉନ୍ନତ କରିବା ଏବଂ କିପରି ପ୍ରଗତି ପଥରେ ଆଗେଇ ଯିବା ସେ ବିଷୟରେ ଆମେ କ'ଣ କରିଥାଉ ନା ଧାରଣା ପାଇଥାଉ।
ଯଦି ଅଷ୍ଟମ ପ୍ରାସଙ୍ଗିକ କଥା ଦେଖିବା ସେଥିରେ କ'ଣ ଲେଖା ହେଇଛି? ସମାଜ ଶାସନ ବ୍ୟବସ୍ଥାର ଏକ ଆଧାର। ବିଭିନ୍ନ ସମୟରେ ସାମାଜିକ, ରାଜନୈତିକ, ଅର୍ଥନୈତିକ ବ୍ୟବସ୍ଥା ବିଷୟରେ ଇତିହାସରେ ଜ୍ଞାନ ଦିଏ, ଯାହାଫଳରେ ବର୍ତ୍ତମାନ ଶାସନ ବ୍ୟବସ୍ଥା ସାମାଜିକ ସଂସ୍କାର ପାଇଁ ଆଧାର ସୃଷ୍ଟି କରେ। ଅର୍ଥାତ୍ ଇତିହାସ ଦ୍ୱାରା ଆମେ ଆମର ରାଜନୈତିକ, ସାମାଜିକ, ଅର୍ଥ ବ୍ୟବସ୍ଥା ବିଷୟରେ ଜ୍ଞାନ ଲାଭ ହେବା ସହିତ ଇଏ ଆମକୁ ବର୍ତ୍ତମାନ ଶାସନ ପଦ୍ଧତି ବା ଶାସନ ବ୍ୟବସ୍ଥାରେ ଇଏ ଆମକୁ କରିଥାଏ। ଇଏ ତ ଥିଲା ତମମାନଙ୍କର ଇତିହାସ ର ପ୍ରାସଙ୍ଗିକତା। ଅର୍ଥାତ୍ ଇତିହାସ ମଣିଷର କେଉଁ ସବୁ ଆବଶ୍ୟକତା ପୂରଣ କରେ। କିନ୍ତୁ କେତେକ ଐତିହାସିକ ଏବଂ ଦାର୍ଶନିକ ମାନେ ୟାର ବିପକ୍ଷରେ ଯୁକ୍ତି ସ୍ଥାପନ କରନ୍ତି। ଯଥା ସେଗୁଡ଼ିକ କ'ଣ? ସମାଲୋଚନା କରନ୍ତି। ସେଗୁଡ଼ିକ କ'ଣ? ଦେଖ, ଅପ୍ରାସଙ୍ଗିକ ବିଷୟ। ହେନେରୀ ଫୋର୍ଡ ଭଳି କେତେକ ମତ ଦେଇଥାନ୍ତି ଇତିହାସ କେବଳ ଅତୀତର ଏକ ଗପ, ଏଥିରେ ବର୍ତ୍ତମାନ ପାଇଁ ଶିକ୍ଷାର କିଛି ପ୍ରୟୋଜନ ନାହିଁ। ଅର୍ଥାତ୍ ସେ ଏହାକୁ ଏକ ଅପ୍ରାସଙ୍ଗିକ କହନ୍ତି ଯେ ଏହା ମଣିଷ ଜୀବନ କୌଣସି ଆବଶ୍ୟକତା ଆସିପାରିବ ନାହିଁ। ତାପରେ ଆମେ ଦେଖିବା ପୁନରାବୃତ୍ତି ହୁଏ ନାହିଁ। ଏ କଥା କିଏ କହିଛନ୍ତି? ଫ୍ରେଡରିକ୍ ଏଞ୍ଜେଲ୍ସ କହିଥିଲେ ଯେ ଇତିହାସରୁ ଆମେ ଯେଉଁ ଶିକ୍ଷା ଲାଭ ପାଇଥାଉ ତା ମାନବ ଇତିହାସରୁ କିଛି ଶିଖେ ନାହିଁ, ଅର୍ଥାତ୍ ଅତୀତର ଭୁଲ ବାରମ୍ବାର ଘଟେ। ତାଙ୍କର କହିବା କଥା, ଯୋଉ ଘଟଣାଟି ଆମେ ଇତିହାସରୁ ଆମେ ଭାବୁ ନିଜକୁ ପରିବର୍ତ୍ତନ କରିପାରିବା ଇତିହାସ ପଢ଼ି, କିନ୍ତୁ ସେଇଟା ବାସ୍ତବିକ ହୋଇପାରେ ନାହିଁ। ଯେମିତି ଆଗରୁ ଘଟୁଥିଲା ଠିକ୍ ସେହିପରି ଘଟିଥାଏ। ତାପରେ ଏହା ଏକ ତଟସ୍ଥ ଓ ବାସ୍ତବିକ ନୁହେଁ। କେତେ କେତେ ମତ ଦିଅନ୍ତି ଯେ ପ୍ରତ୍ୟେକ ଐତିହାସିକ ନିଜ ଦୃଷ୍ଟିକୋଣରୁ ଇତିହାସ ଲେଖନ୍ତି, ତେଣୁ ଇତିହାସର ବାସ୍ତବତା ସମ୍ପୂର୍ଣ୍ଣ ପ୍ରତିବନ୍ଧ। ତାଙ୍କର କହିବା କଥା ହେଉଛି, ଦାର୍ଶନିକ ମାନଙ୍କର ବା ଐତିହାସିକ ମାନଙ୍କ କହିବା କଥା ହେଉଛି, ଇତିହାସରେ କିଛି କ'ଣ କରାଯାଏ, ଲେଖିଲା ବେଳେ ଟିକେ ଏପଟ ସେପଟ କରାଯାଏ, ଯୋଉଟା କି ବାସ୍ତବ କଥା ପ୍ରତିଫଳିତ ହୋଇନଥାଏ। ସେହିପରି ଆଉ କେହି କହନ୍ତି ବର୍ତ୍ତମାନ ସହିତ ତୁଳନା ଅସମ୍ଭବ। ସେମାନଙ୍କର ଯୁକ୍ତି ହେଉଛି ଅତୀତର ସାମାଜିକ, ଅର୍ଥନୈତିକ, ରାଜନୈତିକ ପରିସ୍ଥିତି ବର୍ତ୍ତମାନଠାରୁ ଭିନ୍ନ ହୋଇଥିବାରୁ ତାହାକୁ ବର୍ତ୍ତମାନ ସହିତ ତୁଳନା କରିବା କାଠିକର ପାଠ। ଅର୍ଥାତ୍ ସମାଜ ସବୁବେଳେ ପରିବର୍ତ୍ତନ ହୋଇସାରିଛି, ଆଉ ଏହି ପରିବର୍ତ୍ତିତ ସମାଜରେ ଆମେ ଯଦି ପୂର୍ବକୁ ନେଇକି ବର୍ତ୍ତମାନ ସହିତ ତୁଳନା କରିବା ତାହା ଏକ ଅବାସ୍ତବ ବୋଲି ସେମାନଙ୍କର ଯୁକ୍ତି। ତାପରେ ଆମେ ଶେଷରେ ଏତିକି ଏଇ କଥାରେ ଉପନୀତ ହୋଇପାରିବା ଯେ ଇତିହାସ କେବଳ ଅତୀତର ଘଟଣାର ତାଲିକା ନୁହେଁ, ଏହା ଏକ ଜୀବନ୍ତ ବିଦ୍ୟା ଯାହା ଆମ ବର୍ତ୍ତମାନକୁ ବୁଝିବା, ଭବିଷ୍ୟତ ଗଢ଼ିବା ଓ ଆମର ପରିଚୟ, ମୂଲ୍ୟବୋଧ ଆକୃତି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ। ତାଙ୍କର କହିବା ଶେଷରେ ଆମେ ଏତିକି କହିପାରିବା ଯେ ଇତିହାସ ଆମକୁ କ'ଣ କରେ ନା ବର୍ତ୍ତମାନ ବୁଝିବା ସହିତ ଭବିଷ୍ୟତ ଗଢ଼ିବାର ଏକ କ'ଣ କରିଥାଏ, ମାଧ୍ୟମ ହୋଇଥାଏ ଏବଂ ଆମର ମୂଲ୍ୟବୋଧ, ଆମର ପରିଚୟକୁ ଗୋଟେ ଆକୃତି ଦେଇଥାଏ। କିନ୍ତୁ ସମାଲୋଚନାକାରୀଙ୍କ ଦୃଷ୍ଟିରେ ଇତିହାସ ଲେଖା, ଅଧ୍ୟୟନ, ସାବଧାନ ଓ ସମାଲୋଚନା ଦୃଷ୍ଟିଭଙ୍ଗୀରେ ଆବଶ୍ୟକ ବୋଲି ସୂଚିତ କରେ, କିନ୍ତୁ ଇତିହାସ ସାମଗ୍ରିକ ଉପାଦେୟତାକୁ ଖଣ୍ଡନ କରେ ନାହିଁ। ଯଦିଓ ସମାଲୋଚନା ଗୁଡ଼ିକ ଇତିହାସର ଲେଖା, ଅଧ୍ୟୟନର ସାବଧାନ, ସମାଲୋଚନାତ୍ମକ ଦୃଷ୍ଟିଭଙ୍ଗୀରେ ଆବଶ୍ୟକ କରିଥାଏ, କିନ୍ତୁ ଏହା କେବେ ବି ସାମଗ୍ରିକ ଭାବେ ଯେ ଇତିହାସର ଉପାଦେୟକୁ ଖଣ୍ଡନ କରିପାରିବ ନାହିଁ। କେବଳ ଲେଖିବାର ଶୈଳୀରେ ହୁଏତ ପରିବର୍ତ୍ତନ କରାଯାଇପାରିବ, ଅଧ୍ୟୟନର ସାବଧାନତାରେ ଏବଂ ସମାଲୋଚନା ଦୃଷ୍ଟିରେ ଆମେ ଦେଖିପାରିବା, କିନ୍ତୁ ମଣିଷର ଯେ ଏଇଟା ସାମଗ୍ରିକ ଉପାଦେୟତା ଆସୁନାହିଁ, ଏ କଥାକୁ ଆମେ କହିପାରିବା ନାହିଁ।